ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ବିଚାରଧାରା ଶାଖା ତରଫରୁ ଆଜି ଆୟୋଜିତ ହେଉଥିବା 56ତମ ବିକାଶ ବିମର୍ଶକୁ ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ। ଆଜିର ବିଷୟ ହେଉଛି ନୂଆପଡ଼ା ସମ୍ବନ୍ଧିତ ନୂଆପଡ଼ା ଜିଲ୍ଲାର ଅର୍ଥନୈତିକ ଗତିପଥ। ତେବେ ଆଲୋଚନା ଚକ୍ର ଆରମ୍ଭ ପୂର୍ବରୁ ତିନୋଟି ସୂଚନା ରଖିବି। ପ୍ରଥମଟା ହେଲା ସମସ୍ତେ ନିଜର ଅଡିଓ ଓ ଭିଡିଓକୁ ମ୍ୟୁଟରେ ରଖିବେ। ଆଉ ବକ୍ତାଙ୍କର ଉପସ୍ଥାପନା ପରେ କିଛି ପ୍ରଶ୍ନ ଥିଲେ କେବଳ ଚାଟ୍ ବକ୍ସ ମାଧ୍ୟମରେ ହିଁ ଉପସ୍ଥାପନ କରିବେ। ସମସ୍ତଙ୍କ ଅନୁମତି କ୍ରମେ ଆମେ ଏହି ସେସନଟାକୁ ରେକର୍ଡିଂ କରୁଛୁ, ଯାହାର ଏକ ପ୍ରତିରୂପ ଆପଣଙ୍କୁ ଆସନ୍ତାକାଲି ୟୁଟ୍ୟୁବରେ ଉପଲବ୍ଧ ହେଇଯିବ। ତେବେ ଆଲୋଚନା ଚକ୍ର ଆରମ୍ଭ ପୂର୍ବରୁ ବୈଦିକ ମନ୍ତ୍ର ପାଠ କରୁଛି। ओम सरस्वती नमस्तुभ्यं वरदे कामरूपिणी विद्यारंभं करिष्यामि सिद्धिर्भवतु मे सदा। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ନାମିତ। ତାଙ୍କର ଆଦର୍ଶ, ତାଙ୍କର ଶିକ୍ଷା ଆମକୁ ପ୍ରେରଣା ଯୋଗାଏ ଏହି ସଂଗଠନରେ ଥାଇକି ସମାଜ ପାଇଁ କିଛି କରିବା ପାଇଁ। ତ ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମୁଁ ତାଙ୍କ ଏକ ବାଣୀ ପାଠ କରୁଛି, ବିବେକ ବାଣୀ। ପ୍ରବଳ ଇଚ୍ଛା ଶକ୍ତି ସମ୍ପନ୍ନ ଯେଉଁ ସକଳ ମାନବ ଜଗତରେ ଜନ୍ମ ଗ୍ରହଣ କରିଛନ୍ତି, ସେମାନେ ସମସ୍ତେ କଠୋର କର୍ମୀ ଥିଲେ। ସେମାନଙ୍କର ଏତେ ଇଚ୍ଛା ଶକ୍ତି ଥିଲା ଯେ ସେମାନେ ତାହାର ପ୍ରୟୋଗ ଦ୍ୱାରା ଜଗତକୁ ଓଲଟ ପାଲଟ କରିଦେଇ ପାରିଥାନ୍ତେ। ଏହି ଶକ୍ତି ସେମାନେ ଯୁଗ ଯୁଗ ବ୍ୟାପୀ ନିରବଚ୍ଛିନ୍ନ କର୍ମ ଦ୍ୱାରା ଲାଭ କରିଥିଲେ। ବୁଦ୍ଧ ବା ଯୀଶୁଙ୍କ ଭଳି ପ୍ରବଳ ଇଚ୍ଛା ଶକ୍ତି ଏକ ଜନ୍ମରେ ଲାଭ କରାଯାଏ ନାହିଁ। ତାହା ଯୁଗ ଯୁଗାନ୍ତର ଧରି ଏଠାରେ ହିଁ ଥିଲା ଏବଂ କ୍ରମଶଃ ପ୍ରବଳରୁ ପ୍ରବଳତର ହୋଇଥିଲା। ଅବଶେଷରେ ଏହା ବୁଦ୍ଧ ବା ଯୀଶୁ ନାମରେ ପ୍ରବଳ ଶକ୍ତି ରୂପେ ସମାଜରେ ଆବିର୍ଭୂତ ହେଲା। ବର୍ତ୍ତମାନ ମଧ୍ୟ ଏହି ଶକ୍ତି ତରଙ୍ଗ ପ୍ରବାହିତ ହୋଇ ଚାଲିଛି। ସ୍ୱାମୀ ବିବେକାନନ୍ଦ। ତେବେ ଆଜି କାର୍ଯ୍ୟକ୍ରମର ସଭାପତିତ୍ୱ କରିବା ପାଇଁ ମୁଁ ଅନୁରୋଧ କରିବି ଡକ୍ଟର ବିଦ୍ୟାଭୂଷଣ ବାରିକ ମହାଶୟଙ୍କୁ। ବୃତ୍ତିରେ ବାରିକ ମହାଶୟ ଜଣେ ହୋମିଓପାଥି ଚିକିତ୍ସା ଅଧିକାରୀ। ତାଙ୍କର ସାଂଗଠନିକ ପରିଚୟ ହେଲା ସେ ନୂଆପଡ଼ା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଶାଖାର ସମ୍ପର୍କ ସେତୁ ବିଭାଗର ଜିଲ୍ଲା ଅଧ୍ୟକ୍ଷ। ସେ ତାଙ୍କର କର୍ମନିଷ୍ଠା, ପ୍ରତିବଦ୍ଧତା ଓ କର୍ମ ଶୃଙ୍ଖଳା ପାଇଁ ଆମ ସମସ୍ତଙ୍କର ପ୍ରିୟ ଭାଜନ। ଆଉ ନିରବ ଭାବରେ କର୍ତ୍ତବ୍ୟର ଶ୍ରେଷ୍ଠ ବିନ୍ଦୁକୁ କେମିତି ପହଞ୍ଚି ହୁଏ ତାହାର ମହାଶୟ ହେଉଛନ୍ତି ଏକ ବଳିଷ୍ଠ ଉଦାହରଣ। ବର୍ତ୍ତମାନ ମୁଁ ଅନୁରୋଧ କରିବି ବିଦ୍ୟା ଭାଇଙ୍କୁ ଏହି ସଭାରେ ସଭାପତିତ୍ୱ କରି ଆଗାମୀ କାର୍ଯ୍ୟକ୍ରମକୁ ଚଳାଇ ନେବେ। ବିଦ୍ୟା ଭାଇ। धन्यवाद गुप्तेश्वर भाई। ओम नमः यतिराजाय विवेकानंद शूरये सच्चित् सुख स्वरूपाय स्वामिने तापहारिणे। विकास विमर्श कार्यक्रम उपस्थित समस्त महानुभव मान सुधीवृंद मानू मु प्रणाम और स्वागत जनाऊँ। आजिर एही बौद्धिक विचार मंच रे सभापति दायित्व प्रदान करिथिबारु मु लोक संसद समीपरे सहृदयतार सह कृतज्ञता ज्ञापन करुछि। आजिर एही कार्यक्रमर जो दुई युव प्रज्ञा संपन्न आलोचक तथा संयोजकों को आमे पाइछु, से दुई जन निज निज क्षेत्र रे अर्थनीति विज्ञानर प्रतिभा संपन्न व्यक्तित्व। एणु आजिर एही कार्यक्रम रे मु केवल आलंकारिक रूपे सभापति दायित्व निर्वाहन करुछि। कार्यक्रमर विधि निर्दिष्टता दृष्टि मु आलोचक एवं संयोजकों परिचय प्रदान करुछि। आजिर आलोचक श्रीमान वैकुंठ बेहेरा महाशय व्यक्तिगत रूपे नेशनल कॉलेज नूआपड़ा रे अर्थनीति विभाग रे अध्यापक रूपे। विद्या भाई टिके साउंड कम आसुची, आपण बोधे सेट पाखरो दूर रे अछन्ते, वॉल्यूम कम होउची। हेलो विद्या भाई आपनकर वॉइस टिके लूमिंग होची टिके। आज्ञा शुभुजे। हां एबे सुबला भाई कंटिन्यू करा। महाशय अर्थनीति विभाग रे अध्यापक रूपे कार्य करूछंती। महाशय स्वामी विवेकानंद युव संसद जड़े प्रतिष्ठाता सदस्य।
ସର୍ବପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ ନବକୃଷ୍ଣ ଚୌଧୁରୀ ପ୍ରତିଷ୍ଠାନରେ ଗବେଷକ ରୂପେ ମଧ୍ୟ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ପ୍ରେଷ୍ଟନ କଲେଜ ବାମରାରେ ଅର୍ଥନୀତି ଅଧ୍ୟାପକ ଭାବରେ ଯୋଗଦାନ ପୂର୍ବକ ଶିକ୍ଷାଦାନର ମହତି ବ୍ରତରେ ବ୍ରତୀ ଅଛନ୍ତି। ବର୍ତ୍ତମାନ ସେ ନୂଆପଡ଼ା ଜିଲ୍ଲାର କାର୍ଯ୍ୟରତ ଅଛନ୍ତି। ଏତଦ୍ ଭିନ୍ନ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଜଣେ ବରିଷ୍ଠ ଯୁବ କାର୍ଯ୍ୟକର୍ତ୍ତା ରୂପେ ମଧ୍ୟ ମହାଶୟଙ୍କର ପରିଚୟ ରହିଛି। ଅଧୁନା ପଶ୍ଚିମ ସମ୍ଭାଗର ସଂଯୋଜକ ରୂପରେ ଦାୟିତ୍ୱ ନିର୍ବାହନ କରୁଅଛନ୍ତି। ଆଜିର କାର୍ଯ୍ୟକ୍ରମରେ ଯିଏ ସଂଯୋଜନା କରୁଛନ୍ତି, ଯାହାଙ୍କ ପରିଚୟ ପ୍ରଦାନ ମଧ୍ୟ ଅନାବଶ୍ୟକ, ମାନନୀୟ ଡାକ୍ତର ଗୁପ୍ତେଶ୍ୱର ପଟେଲ ମହାଶୟ, ଯିଏ ଲୋକ ସଂସଦର ସମସ୍ତ କାର୍ଯ୍ୟକ୍ରମର ଜଣେ ଅଦୃଶ୍ୟ ହସ୍ତ ରୂପେ ଆମ ସମସ୍ତଙ୍କ କାର୍ଯ୍ୟକୁ ନିର୍ବାହନ କରନ୍ତି। IIM ବୋଧଗୟାର ଆସିଷ୍ଟାଣ୍ଟ ପ୍ରଫେସର ରୂପେ ଅର୍ଥନୀତି ବିଭାଗରେ କାର୍ଯ୍ୟରତ ଅଛନ୍ତି ଏବଂ IIT ଖଡ଼ଗପୁର ମଧ୍ୟ PhD ଉପାଧି ଲାଭ କରିଅଛନ୍ତି। ଏହି ଦୁଇ ଜଣ ମହାନୁଭବ ଯିଏ ଯୁବ ପ୍ରତିଭା ସମ୍ପନ୍ନ ଏବଂ ଅର୍ଥନୀତି ବିଜ୍ଞାନର ବିଶାରଦ ଅଛନ୍ତି ଏବଂ ସେହି ଦୃଷ୍ଟିରୁ ଆଜିର ଆଲୋଚନା ଚକ୍ର ମଧ୍ୟ ଅର୍ଥନୀତି ଉପରେ ଆଧାରିତ। ଆଜିର କାର୍ଯ୍ୟକ୍ରମର ଅନ୍ୟ ଏକ ବିଶେଷତ୍ୱ ହେଉଛି ଆଜିର କାର୍ଯ୍ୟକ୍ରମର ଆଲୋଚକ, ସଂଯୋଜକ, ସଭାପତି ତଥା ଧନ୍ୟବାଦ ଅର୍ପଣ କାର୍ଯ୍ୟ ସଂଯୋଜକ ସମସ୍ତେ ଯୁବ ପ୍ରତିଭା। ଏହା ଆମର ନୂଆପଡ଼ା ଜିଲ୍ଲାର ଏକ ବିଶିଷ୍ଟ ପରିଚୟ ସୃଷ୍ଟି କରିଛି। ଆମେ ସମସ୍ତେ ଯୁବ ପ୍ରତିଭା। ଆମର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ମାର୍ଗଦର୍ଶନରେ ପରବର୍ତ୍ତୀ ପିଢ଼ିଙ୍କୁ ମଧ୍ୟ କେମିତି ସୁଯୋଗ ଦିଆଯିବ, ସେହି ଦୃଷ୍ଟିରୁ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ। ଏହି ଦୃଷ୍ଟିରୁ ମୁଁ ସମସ୍ତ ଯୁବ ପ୍ରତିଭା ମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ଏହିଭଳି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ଦାୟିତ୍ୱ ନିର୍ବାହନ କରିବାର ସୁଯୋଗ ପ୍ରଦାନ କରିଥିବାରୁ ଲୋକ ସଂସଦ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ବର୍ତ୍ତମାନ ଆସିବା ଆଜିର ଆଲୋଚନା ବିଷୟବସ୍ତୁ ଉପରେ, ଯାହା ନୂଆପଡ଼ା ଜିଲ୍ଲାର ଅର୍ଥନୈତିକ ଗତିପଥ ଉପରେ ଆଧାରିତ। ଏହି ବିଷୟରେ ଆମର ଆଲୋଚକ ମହାଶୟ ବିଶେଷ ଭାବରେ ଆଲୋଚନା କରିବେ। କେବଳ ମୁଁ ଏତିକି କହିବି, ଅତୀତର ଫାନସପୁଞ୍ଜି ଘଟଣା, ଯାହା ଶିଶୁ ବିକ୍ରି ଦିନେ ସର୍ବଭାରତୀୟ ସ୍ତରରେ ରାଜନୈତିକ କ୍ଷେତ୍ରରେ, ଅର୍ଥନୈତିକ କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ସେହି ହେଉଛି ସେହି ନୂଆପଡ଼ା ଜିଲ୍ଲା। ସେହି ନୂଆପଡ଼ା ଜିଲ୍ଲା ଆଜି ମଧ୍ୟ ଏକ ଇନ୍ସପିରେସନାଲ ଡିଷ୍ଟ୍ରିକ୍ଟ ବା ଆକାଂକ୍ଷୀ ଜିଲ୍ଲା। ସୁନ୍ଦର ଇନ୍ଦ୍ର ଉଦନ୍ତୀ ଜୋଙ୍କ ନଦୀର ସ୍ରୋତରେ ପଲ୍ଲବିତ ଏହି ଜିଲ୍ଲା ଦିନେ ଚିର ମରୁଡ଼ିର ପ୍ରତୀକ ଥିଲା। ଆଜି କିନ୍ତୁ ମୋର ମନେ ଯାହା ଅନୁଭବ ହୁଏ, ସବୁ ଜିମାର ଲହଡ଼ି ମାରୁଛି। ଉପରେ ଅପର ଜୋଙ୍କ, ପତେରା ଡ୍ୟାମ, ମଝିରେ ତିଖାଲି ଏବଂ ଅନ୍ୟାନ୍ୟ ଜଳସେଚନର ସୁବିଧା ସତ୍ତ୍ୱେ ମଧ୍ୟ ଯଦିଓ କୃଷି ପ୍ରଧାନ ଜିଲ୍ଲା ପରିଗଣିତ, ଆଜି ଏହା ଏକ ଶିଳ୍ପ ବିହୀନ ଜିଲ୍ଲା। ଅନେକ କ୍ଷେତ୍ରରେ ଆଲୋଚନା କରୁ ଯେ ନୂଆପଡ଼ା ଜିଲ୍ଲାର ଶିକ୍ଷାଗତ ଦୃଷ୍ଟିରୁ ଯେତେବେଳେ ଆମେ ଦେଖୁ, ଦଶମ ଶ୍ରେଣୀରେ 99% ରେଜଲ୍ଟ ଥାଏ, ଶତକଡ଼ା ପାସର, କିନ୍ତୁ ସେଥିରେ ସର୍ବୋଚ୍ଚ A+, ଯେଉଁମାନେ ପାଇଥାନ୍ତି ସେମାନଙ୍କର ସଂଖ୍ୟା 2 ଅଙ୍କକୁ ମଧ୍ୟ ଛୁଇଁ ପାରେ ନାହିଁ। ମୋର ଯାହା ମନେ ଅଛି ଯେ ଏଇ ବର୍ଷ କେବଳ 3 ଜଣ ଛାତ୍ରଛାତ୍ରୀ ଏହି A++ ଗ୍ରେଡକୁ ପାଇଥିଲେ। ତେଣୁ ନୂଆପଡ଼ା ଜିଲ୍ଲାର ଅର୍ଥନୈତିକ ଏବଂ ଶିକ୍ଷାଗତ ଏହି ଦୁଇ ବିଷୟବସ୍ତୁକୁ ଆଜିର ଆଲୋଚକ ମହାଶୟ, ଯିଏ ଯୁବ ପ୍ରତିଭା ସମ୍ପନ୍ନ ଏବଂ ଅର୍ଥନୀତି କ୍ଷେତ୍ରରେ ଯିଏ ବିଶାରଦ ଅଛନ୍ତି, ସେ ଆମକୁ ମାର୍ଗଦର୍ଶନ କରିବେ। ଆଜିର ଆଲୋଚକ ମହାଶୟଙ୍କୁ ମୁଁ ଏହି ବିଷୟରେ ମାର୍ଗଦର୍ଶନ କରିବା ପାଇଁ, ଆଲୋଚନା କରିବା ପାଇଁ ମୁଁ ମଞ୍ଚ ହସ୍ତାନ୍ତର କରୁଛି। ମାନନୀୟ ବୈକୁଣ୍ଠ ବେହେରା ଭାଇ। थैंक यू विद्या भाई। नमस्कार समस्त को। नुआपड़ा मु तुम परिचय देविनी, समस्त जानी मु वैकुंठ बेहेरा। मु स्टार्ट करी। नुआपड़ा ओडिशार एक गुरुत्वपूर्ण जिला। मोर सौभाग्य जे नुआपड़ा विषय कहवाई मत सुजोग मिली एवं सुजोग देवाई मु SBLS नुआपड़ार कार्यकर्ता मानू
आभार व्यक्त करुछि। अर्थशास्त्र गोटे मॉडल अछि, कोर पेरिफेरी मॉडल, याकू मेडल देइछंती। ए कोर पेरिफेरी मॉडल हिसाब रे कोर एरिया डेवलप हुए, विकसित हुए, एवं जोटा पेरिफेरी एरिया गुड़ाक अच्छी से सब अविकसित होगी रही जाए। जेमती कि नुआपड़ा गोटे पेरिफेरी एरिया जहाँकि विकसित हो पारन, अविकसित होगी रही जाए, गोटे बैकवर्ड डिस्ट्रिक्ट होगी रही जाए। नुआपड़ा को स्पेशल फोकस रो आवश्यकता रही। यदि आमे नुआपड़ार सोशियो इकोनॉमी ओवरव्यू देखिबा, इकोनॉमिक ओवरव्यू, नुआपड़ा जिल्लार जनसंख्या हेजिबे 2011 सेंसस हिसाब रे 6,10,322 जन। तन्मध्यरु मोर देन 90% लोक ग्रामांचल रे बसवास करछंती एवं एटी एसटी एससी जनसंख्या 47% रु अधिक। यदि आमे साक्षरता आड़ को जीवा, नुआपड़ा साक्षरता हार 58.2% एवं से मध्यरे भी जदि देखिबा महिला एवं पुरुष मानकर अनुपात जदि देखिबा डिफरेंस बहुत बेसी। जोटी मेल मानकर पुरुष मानकर साक्षरता हार 70% हेतिबा बेले महिला मानकर साक्षरता हार ओनली 44%। यदि यहाँ को हमें ओडिशार एवरेज साक्षरता हार सहित कंपेयर करिबा ताहले मध्य नुआपड़ा बहुत पछरे अछि। ओडिशार साक्षरता हार 74% एवरेज, किंतु पाखापाखि 74%, किंतु नुआपड़ा जब देखिबा 58.2% ओनली। यदि हम सेक्स रेशियो देखिबा 1024 per 1000 मेल, जहाँ कि हम ओडिशा एवरेज देखिले बहुत ऊपर अच्छी 1024 महिला प्रति 1000 पुरुष रे। एवं ह्यूमन डेवलपमेंट इंडेक्स देखिबा डिस्ट्रिक्ट ह्यूमन डेवलपमेंट इंडेक्स 2017 हिसाब रे यारो अछि वैल्यू 0.37, जहाँ कि बहुत लो। एठी ऋतुकालीन बेकारी बहुत बेसी देखा जाए, किंतु पोस्ट हार्वेस्ट माइग्रेशन, नॉट बेकार, सॉरी, माइग्रेशन, पोस्ट हार्वेस्ट माइग्रेशन। एठी जलसेचन व्यवस्था नाही, बहुत कम अच्छी। तो एठिकार पाखापाखि 10,000 परिवार पोस्ट हार्वेस्ट परे से माने माइग्रेट होउछंती एवं यार पर कैपिटा इनकम मध्य बहुत लो, पाखापाखि 75,000 टंका, जहाँ कि आमे ओडिशार एवरेज देखिबा 1.4 लाख अछि। नुआपड़ा जिल्ला रे 70% रु अधिक लोक कृषि एवं इनफॉर्मल एक्टिविटी रे नियोजन अछंती। वैकुंठ भाई आपनका वीडियो टिक ऑन करिवे। आज्ञा आज्ञा, बैकग्राउंड के ठीक नहीं तो क्या लाइट भी ठीक से पड़ुनी, इतने ऑफ कर देते थे। ओके, कृषि क्षेत्र नुआपड़ा मेनली नुआपड़ार आदिवासी माने सॉरी आदिवासी माने कृषि ऊपर ही डिपेंडेंट हेकी रहुछंती। एठी नुआपड़ा रे जति जमी अछि चाष जमी, से भीतर 62% जमी रे केवल चाष होछि एवं एठी जलसेचन व्यवस्था जदि आमे देखिबा 3टी डैम अछि, जेमति अपर जंग आ गोटे सुंदर डैम अछि आ लोअर इंद्र प्रोजेक्ट गोटे अछि। 3टी डैम थाइकी मध्य एठी जलसेचन व्यवस्था 29%, जहाँ कि हमर ओडिशार जदि एवरेज इरिगेशन फैसिलिटी देखिबा 35% अछि। यदि हमें धान प्रोडक्शन देखिबा, मेनली नुआपड़ा रे
ଧାନ ଚାଷ ହିଁ ବେଶୀ ହଉଛି ଆଉ ଏହାର ଯଦି ଉତ୍ପାଦନ ଦେଖିବା 1.6 ଟନ୍ ପର ହେକ୍ଟର ହଉଛି ଯାହାକି ଯଦି ଏଭରେଜ ଆମେ ଓଡ଼ିଶାର ଷ୍ଟେଟ ଏଭରେଜ ଦେଖିବା 2.3 ଟନ୍ସ ପର ହେକ୍ଟର ଉତ୍ପାଦନ ହେଉଛି ଏଠି କ୍ରପ ଡାଇଭର୍ସିଫିକେସନ ଇଣ୍ଡେକ୍ସ ବହୁତ ଲୋ ଲୋକମାନେ ଯୋଉ ଚାଷ କରୁଛନ୍ତି ସେହି ଚାଷ ହିଁ କରି ଆସୁଛନ୍ତି ଯଦି ଆମେ ଏଠି ସମସ୍ୟା ଦେଖିବା ମେନଲି ଚାଷ ଚାଷ ପାଇଁ ଲୋକ ରେନଫଲ ଉପରେ ହିଁ ଡିପେଣ୍ଡ କରୁଛନ୍ତି ଆଉ ଏଠି ଜଳସେଚନର ସୁବିଧା ତ ସବୁ ଜାଗାରେ ନାହିଁ ଦେନ୍ ହାଇବ୍ରିଡ ସିଡ୍ସ ମଧ୍ୟ ର ୟୁଜ ବି ବହୁତ କମ ଅଛି ଯଦି ମାର୍କେଟ କ୍ରେଡିଟ ଦେଖିବେ ସେଇଟା ବି ତାର ବହୁତ ଅଭାବ ଅଛି ଯଦି ନୂଆପଡା ଦେଖିବା ଗୋଟେ ଡୁଆଲ ଇକୋନୋମି ଯେହେତୁ ଅର୍ଥନୀତି ଦେଖାଯାଏ ଏଠାରେ ଏବଂ ଏଠି ବହୁତ ଶ୍ରମିକ ପାରମ୍ପରିକ ଭିତ୍ତିରେ ଚାଷ କରନ୍ତି ଯୋଉଠି ବେଶୀ ଶ୍ରମିକ ଲାଗନ୍ତି କିନ୍ତୁ ଆମର ଯୋଉ ମଡର୍ନ ଟେକ୍ନୋଲୋଜି ଅଛି ତାର ବ୍ୟବହାର ବହୁତ କମ କରୁଛନ୍ତି ତ ଅର୍ଥଶାସ୍ତ୍ର ଗୋଟେ ମଡେଲ ଅଛି ଲୁଇସ୍ ମଡେଲଙ୍କ ହିସାବରେ ଯଦି ଆମେ ଡେଭଲପମେଣ୍ଟ କରିବାକୁ ଚାହିଁବା ଯଦି ଏରିଆକୁ ବିକାଶ ଆଡକୁ ଯଦି ନେବା ତାହେଲେ ଯୋଉ ବଳକା ଶ୍ରମିକ ରହୁଛନ୍ତି ଏବଂ ଏଗ୍ରିକଲଚରରେ ମେନଲି ଏଠି डिसगेज अनएम्प्लॉयमेंट बहुत देखा जाती डिसगेज छद्मकालीन बेकारी बहुत देखा जाती जो मानकर प्रोडक्टिविटी बहुत कम थाए बा न थाए तो एमती बलका श्रमिक मानक जदि आमे ए कृषि क्षेत्र रु बाहर करके से मानक जदि जोटी बेसी प्रोडक्टिविटी होची जेंते इंडस्ट्री की सर्विस सेक्टर को जदि आमे ट्रांसफर करिबा से मानक लेके सेठी नियोजन करिबा ताहले से मानकर आर्थिक समस्या किछ कांसरे दूर होई पारिबो एवं विकसित आड़ को नहीं पारिबा एवं ता व्यतीत आम नुआपड़ा कृषि क्षेत्र को जदि नहीं करि पारिबा जेमति कि इरिगेशन फैसिलिटी बढ़ाई पारिबा और क्लाइमेट सुइटेबल क्रॉप जेमति कि मिलेट जोटा कम पानी रे भी ही पारुथिबो एमति चाष सब ताई जदि प्रमोट करिबा ताहले कृषि क्षेत्र विकसित हेई पारिबो यदि आसवा माइग्रेशन आड़ को तो रूराल रु अर्बन माइग्रेशन बहुत होची जेमति कि आगर कहते कि पाखापाखि 3-4टा घर भीतर गोटे घर माइग्रेट होचंती आ सेटा भी टोडारो हैरिस को मॉडल हिसाब रे माइग्रेशन दुई प्रकार हो गोटे पुल माइग्रेशन आ गोटे पुश माइग्रेशन किंतु ए नवापड़ा एरिया रे मेनली देखा जे पुश माइग्रेशन होची एटी मेनली माइग्रेशन होची ड्रॉट पाई गरीबी पाई लोक लोन करूछन्ते सुझी पाउ नांते ता पाई से माने माइग्रेट होछन्ते एहा नय कि जदि पुल माइग्रेशन होता ताहले डेवलपमेंट पाई ठीक किंतु पुल माइग्रेशन होनी लोक माने जेमते अर्बन शहर रे बेसी मजदूरी मिलुछि बोली कि माइग्रेट होते से या न होई कि एठी केवल मजबूरी रे माने माइग्रेट होछन्ते वार्षिक पाखापाखि 20,000 रु 30,000 जन श्रमिक माइग्रेट होचंती मेनली एटा पोस्ट हार्वेस्ट माइग्रेशन एमाने तेलंगाना आंध्र प्रदेश तमिलनाडु को कंस्ट्रक्शन काम इटा भाटी रे काम करिवा पई और धान मिल मानकर मध्ये काम करिवा पई माइग्रेट होचंती तो ए सब जदि माइग्रेशन जदि कम करिवा कहबो ताहले जेमति कि आमर्त्य सेन कर गोटे कैपेबिलिटी थ्योरी से थ्योरी हिसाब को से थ्योरी को जदि हम इम्प्लीमेंट करिबा लोक मानकर जे बाध्यबाधकता काम कर जहा से मानकर इच्छा थिबो जा सामर्थ्य थिबो से प्रकार जदि हमें अनु किछि प्रोत्साहन करि परिबा ताहले विकसित से माइग्रेशन के कमी पारिबो जेमति कि जदि पशुपालन माछ चाष आ एटी मेनली 48% जंगल अछि पहाड़ अछि नुआपड़ा जहाँ कि हमर नेशनल स्टेट एवरेज ठाରୁ बहुत बेसी 48% फॉरेस्ट कवर करूछि तो
ଯେହେତୁ ଏତେ ବେଶୀରେ ଫରେଷ୍ଟ ଅଛି ଏଇଠି ଜଙ୍ଗଲାୟତ ଦ୍ରବ୍ୟ ଯେମିତି ମହୁଲ, ତେନ୍ତୁଳି, ହରିରା ବାହାଡା, ବାଉଁଶର ଉତ୍ପାଦିତ ଦ୍ରବ୍ୟ, କେନ୍ଦୁପତ୍ର ଏସବୁକୁ ମଧ୍ୟ ଯଦି ଆମେ ପ୍ରମୋଟ କରିବା ତାହେଲେ ମଧ୍ୟ ମାଇଗ୍ରେସନରେ କିଛି କାଂଶରେ କମି ପାରିବ। ଏବଂ ଯଦି ଅନ୍ୟ ଏକ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟରକୁ ଯିବା ସେଇଟା ହେଲା ହ୍ୟୁମାନ୍ କ୍ୟାପିଟାଲ ଫର୍ମେସନ, ଯାହାକି ବିକାଶ ପାଇଁ ଗୋଟେ ନିତାନ୍ତ ଆବଶ୍ୟକ ଜିନିଷ ଅଟେ। ମାନବୀୟ ପୁଞ୍ଜି ସୃଷ୍ଟି। ଦେଖ ହ୍ୟୁମାନ୍ କ୍ୟାପିଟାଲ ଥ୍योरी ହିସାବରେ ଯଦି ଦେଖିବା ତାହେଲେ ଏଜୁକେସନ, ସ୍କିଲ୍ ଏସବୁ ଡେଭଲପମେଣ୍ଟ ସହିତ ଇଣ୍ଟରଲିଙ୍କ ଅଛନ୍ତି। ଯଦି ଆମେ ନୂଆପଡାକୁ ଦେଖିବା ଏଠି ଏଜୁକେସନାଲି ମାନେ ବହୁତ ବ୍ୟାକୱାର୍ଡ ଅଛି। ଯେମିତି ସ୍କୁଲ ଡ୍ରପ ଆଉଟ୍ ରେଟ୍ ଯଦି ଦେଖିବା 35% ଅଧିକ ଲୋକ ସ୍କୁଲ ଡ୍ରପ ଆଉଟ୍ ହଉଛନ୍ତି। ଆଉ ଯଦି ଗ୍ରୋସ୍ ଏନରୋଲମେଣ୍ଟ ରେସିଓ ଦେଖିବା ତାହେଲେ 15%, ଯାହାକି ଆମର ଷ୍ଟେଟରେ ଯଦି ଷ୍ଟେଟ ୱାଇଡ ଦେଖିବା ଓଡ଼ିଶାର 25% ଅଛି। ଏବଂ ଏଠି ଶିଶୁ ମୃତ୍ୟୁ ହାର ଯଦି ଦେଖିବା 53 per 1000 ଚାହିଁଲେ, ଯାହାକି ଆମର ଷ୍ଟେଟ ଲେଭେଲରେ ଦେଖିଲେ 41 ଅଛି। ଏବଂ ଏବେ ପଲିସି କିଛି ଯଦି ନିଆଯିବ, ଯେମିତିକି ପଲିସି କ'ଣ ନେଇହବ, କ'ଣ ହେଲେ ହ୍ୟୁମାନ୍ କ୍ୟାପିଟାଲ ଫର୍ମେସନ ହେଇପାରିବ, ଯେମିତି ସ୍କୁଲ ଇମ୍ପ୍ରୁଭମେଣ୍ଟ ଅଫ ସ୍କୁଲ ଇନଫ୍ରାଷ୍ଟ୍ରକ୍ଚର ଯଦି କରିବା ତାହେଲେ ସବୁ ସୁବିଧା ସୁଯୋଗରେ ସବୁ ଜାଗାରେ ଆମେ ସ୍କୁଲ ବନେଇ ପାରିବା ଏବଂ ସମସ୍ତଙ୍କୁ ଯଦି ପଢିବା ପାଇଁ ପ୍ରୋତ୍ସାହନ କରିବା ତାହେଲେ ମାନବୀୟ ପୁଞ୍ଜି ସୃଷ୍ଟି ହେଇପାରିବ। ନୂଆପଡାରେ ବହୁତ ସାରା ITI ବୋଲି ଇନଷ୍ଟିଚ୍ୟୁଟ ଅଛି। ITI ଅଛି, ଏଠି ଡିପ୍ଲୋମା ଅଛି, ବହୁତ ସାରା ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଛି। ସେ ଯଦି ଆମେ ପିଲାମାନଙ୍କୁ ପ୍ରୋତ୍ସାହନ ଏନକରେଜ କରିବା ଆଉ ଆଡମିସନ କରେଇ ପାରିବା ତାହେଲେ ଏମାନେ ସ୍କିଲ୍ ହେଇପାରିବେ। ସ୍କିଲ୍ ଯଦି କରେଇବା ତାହେଲେ ଡେଭଲପ ହେଇପାରିବ, ବିକଶିତ ହେଇପାରିବ। ଇନଫ୍ରାଷ୍ଟ୍ରକ୍ଚର କନେକ୍ଟିଭିଟି ଯଦି ଦେଖିବା, ଇନଫ୍ରାଷ୍ଟ୍ରକ୍ଚର କନେକ୍ଟିଭିଟି ଦେଖିଲେ ଏବେ ତ ବିଗ ପୁଶ ଥ୍योरी ରୋଜେଷ୍ଟର ରୋଡାନଙ୍କର ହିସାବରେ ଏଇ ଥ୍योरी ଯଦି ଇମ୍ପ୍ଲିମେଣ୍ଟ କରିବା ତାହେଲେ କିଛି ଡେଭଲପ ହେଇପାରିବ। କିନ୍ତୁ ରିସେଣ୍ଟଲି ଇମ୍ପ୍ରୁଭ ହେଇଛି ଖରିଆର କୋମନା ରୋଡ, ନୂଆପଡା ବୋର୍ଡ ରେଲୱେ ଲିଙ୍କ ଏସବୁ ପାସ୍ ହେଇଛି, କାମ ତ ବୋଧେ ରେଲୱେ ଷ୍ଟାର୍ଟ ହେଇନି। ସେମିତି ଯଦି ବଡ ବଡ କିଛି ଇନଫ୍ରାଷ୍ଟ୍ରକ୍ଚର ପାଇଁ କିଛି ଆସିବ, କିଛି ଇଣ୍ଡଷ୍ଟ୍ରି ଗଢିବେ ତାହେଲେ ଲୋକମାନେ କାମ ପାଇପାରିବେ ଏବଂ ଏରିଆ ଡେଭଲପ ହେଇପାରିବ। ତା ପାଇଁ ମାଇଗ୍ରେସନ ମଧ୍ୟ କମିଯିବ। ଏଠି ଯଦି ଆମେ ଦେଖିବା ଏବଂ ଏ PM ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସବୁ ପାଖାପାଖି ପ୍ରାୟ ରାସ୍ତା କନେକ୍ସନ ହେଇଗଲାଣି। ଯଦି ଗ୍ୟାପ୍ ଦେଖିବା ଏଠି ଇଣ୍ଟରନେଟର ସୁବିଧା ନାହିଁ, ମେନଲି କୋମନା ଚିନାପାଲି ବ୍ଲକ ମାନଙ୍କରେ, ବ୍ଲକ ଏରିଆରେ ଲୋକମାନେ ସୁବିଧା କ'ଣ ଆସୁଛି କ'ଣ ଜାଣିପାରୁ ବି ନାହାନ୍ତି। ଏଠି ଶୀତଳ ଭଣ୍ଡାରର ବହୁତ ଅଭାବ ଅଛି। ତ ଶୀତଳ ଭଣ୍ଡାର ଯଦି ସୃଷ୍ଟି କରାଯିବ ତାହେଲେ ଯୋଉ ପ୍ରଡକ୍ସନ ହଉଛି ନନ୍ ଡ୍ୟୁରେବଲ୍ ଗୁଡ୍ସ ସେ ସବୁ ଷ୍ଟୋରେଜ ହେଇପାରିବ। ଏନଭାୟରନମେଣ୍ଟାଲ ସଷ୍ଟେନେବିଲିଟି and green development। ନୂଆପଡାର ପ୍ରାୟ 48% ଜଙ୍ଗଲ ଅଛି, କିନ୍ତୁ ଏଇଟା ପୂର୍ବଘାଟ ପର୍ବତମାଳାରେ ଆସୁଛି ଏବଂ କିନ୍ତୁ ଜଙ୍ଗଲ ଗୁଡିକରେ ଯେମିତି ଇଲିଗାଲ ମାଇନିଂ ପାଇଁ ବହୁତ ଅବକ୍ଷୟ ହଉଛି।
ଏହାକୁ ସଂରକ୍ଷଣ କରିବା ନିତାନ୍ତ ଆବଶ୍ୟକ। ଏହାକୁ ପ୍ରମୋଟ କରିବା ପାଇଁ ଯେମିତି ଯଦି ଜଙ୍ଗଲକୁ ନେଇକି ଆମେ ଯଦି ଯାହା ବି ଅଛି ଫରେଷ୍ଟ ଏରିଆ ତାକୁ ନେଇକି ବି ଆମେ ଇକୋନୋମିକାଲି ଡେଭଲପ କରିପାରିବା। ଯେମିତିକି ଜଙ୍ଗଲଜାତ ଦ୍ରବ୍ୟ ଯାହା ବି ମିଳୁଛି ତାର ଠିକ ହିସାବରେ ଯଦି ମାର୍କେଟିଂ କରାଯାଆନ୍ତା, ଯାହାକି ଏଠି ଟୋଟାଲି ନାହିଁ ନୂଆପଡାରେ। ଯାହା ବି ଜଙ୍ଗଲଜାତ ଦ୍ରବ୍ୟ ମିଳୁଛି ମଙ୍ଗଳ ହଉ କିମ୍ବା ମହୁଆ, କେନ୍ଦୁପତ୍ର, ମହୁଆ, କେନ୍ଦୁପତ୍ର ଆଉ ରହିଲା ତେନ୍ତୁଳି, ଏସବୁକୁ ଯଦି ପ୍ରମୋଟ କରାଯିବ ତାହେଲେ ଜଙ୍ଗଲ ଅବକ୍ଷୟ କମ ହେବ। ଏବଂ ଏହାକୁ ପ୍ରମୋଟ କରିବା ପାଇଁ ଯେମିତି ସୋଲାର ଇରିଗେସନ ପମ୍ପ ଗୁଡାକ ଯଦି ଦିଆଯିବ, ତାହେଲେ ଅର୍ଗାନିକ ଫାର୍ମିଂ ଉପରେ ଯଦି ଇମ୍ପୋର୍ଟାନ୍ସ ଦିଆଯିବ, ଦେନ୍ ଯାହା ବି ଗ୍ରାମାଞ୍ଚଳ ମାନଙ୍କରେ ଅଛି ଧର ଯୁବପିଢିକୁ ଯଦି ଆମେ କ୍ଲାଇମେଟ ଫେଲୋ ବନେଇବା ତାହେଲେ ଜଙ୍ଗଲ କିଛିରେ ବଞ୍ଚିପାରିବ। Then institution and governance. ଯଦି ପଞ୍ଚାୟତ ସ୍ତରରେ ଆମର ଜିଲ୍ଲା ସ୍ତରରେ କିମ୍ବା ରାଜ୍ୟ ସ୍ତରରେ ଯାହା ବି ସବୁ ପ୍ଲାନିଂ ବଜେଟିଂ ହଉଛି ତାକୁ ଯଦି ଆମେ ପଞ୍ଚାୟତ ସ୍ତରରେ କରିବା ପ୍ଲାନିଂ ଏବଂ ବଜେଟିଂ, ତାହେଲେ ଏଇଟା ବେଶୀ ସକ୍ସେସ ହବ। କାହିଁକି ନା ଜିଲ୍ଲା ସ୍ତର କିମ୍ବା ରାଜ୍ୟ ସ୍ତର କିମ୍ବା ଜିଲ୍ଲା ସ୍ତରରେ ଆସୁ ଆସୁ ଗ୍ରାମାଞ୍ଚଳ ପାଖକୁ ପହଞ୍ଚି ପାରୁ ନାହିଁ। ଆମର ଯାହା ବି ସବୁ ପ୍ଲାନିଂ ଏସବୁ ଆସୁଛି ହଉଛି ଏସବୁ ପଞ୍ଚାୟତ ସ୍ତରରେ ଯଦି ହୁଅନ୍ତା ତାହେଲେ ସବୁ ଏରିଆ ସବୁ ଗ୍ରାମାଞ୍ଚଳ ଡେଭଲପ ହେଇପାରନ୍ତା ଏବଂ ସରକାରଙ୍କ ଯାହା ବି ଆସୁଛି ସୁବିଧା ସବୁ ଲୋକମାନଙ୍କ ପାଖରୁ ପହଞ୍ଚି ପାରନ୍ତା। ଏବଂ ମେନଲି ଗ୍ରାମାଞ୍ଚଳ ମାନଙ୍କରେ ଦେଖାଯାଉଛି ଯୋଉ MGNREG କାମ ହଉଛି, ଏଇଟା ଯଦି ଠିକ ହିସାବରେ ସ୍ୱଚ୍ଛତା ହିସାବରେ ଯଦି କାମ ହୁଅନ୍ତା, ଟ୍ରାନ୍ସପରେନ୍ସି ଯଦି ରହନ୍ତା, ତାହେଲେ ମଧ୍ୟ ଲୋକମାନେ କାମ ପାଇପାରନ୍ତି। ତା ପାଇଁ ଏତେ ଗରିବୀ କିଛି କାଂଶରେ କମି ଯାଆନ୍ତା। ମେନଲି MGNREG ରେ ଯୋଉ କାମ ସବୁ ହଉଛି ଲୋକାଲ ଏଜେଣ୍ଟ ମାନେ ଅଛନ୍ତି, ଟ୍ରାନ୍ସପରେନ୍ସି ନାହିଁ ଏବଂ ଯୋଉ PDF ଡିଷ୍ଟ୍ରିବ୍ୟୁସନ ହଉଛି ତାହା ମଧ୍ୟ ଟ୍ରାନ୍ସପରେନ୍ସି ନାହିଁ। Strategic vision for the future. This is also one of the sustainable development goal and Vision Odisha 2036. ଏହାପରେ ଯଦି ଆସିବା ଆମେ କେମିତି ଡେଭଲପ କରିପାରିବା ନୂଆପଡା ଜିଲ୍ଲା ଆମ ଏରିଆ, ତାପରେ ଯଦି କିଛି ପ୍ଲାନିଂ ହୁଅନ୍ତା, ଯେମିତି କି ସର୍ଟ ଟର୍ମ ପ୍ଲାନ ଯଦି 3 ବର୍ଷ 3 ବର୍ଷ ପାଇଁ 3 ବର୍ଷ ପାଇଁ କଣ ସବୁ କରାଯାଇ ପାରିବ ଦେଖିବା। ରିଡ୍ୟୁସ ଡିଷ୍ଟ୍ରେସ ମାଇଗ୍ରେସନ। ଡିଷ୍ଟ୍ରେସ ମାଇଗ୍ରେସନ ହଉଛି ତାକୁ ଆମେ କମେଇ 30% କମେଇ ପାରିବା। ଜଳସେଚନ 29%, ବହୁତ କମ ଅଛି। 3ଟି ପ୍ରକଳ୍ପ ଥାଇକି ମଧ୍ୟ ତାକୁ ଇନକ୍ରିଜ କରିପାରିବା 45%, more than 45%. And achieve 100% institutional development.
ମିଡିୟମ ଟର୍ମସ ରେ କଣ ସବୁ କରିପାରିବା ଯେମିତି 3 ରୁ 7 ବର୍ଷ ପାଇଁ କଣ ସବୁ ପ୍ଲାନ୍ ହେଇପାରିବ ଡବଲ ଫାର୍ମର ଇନକମ୍ from FU and Helucia ଫାର୍ମର ମାନଙ୍କ ଇନକମ୍ କେମିତି ଡବଲ କରିପାରିବା ତା ଉପରେ ଗୁରୁତ୍ୱାରୋପ ଦେବା କଥା ଏବଂ ଉଚ୍ଚ ଶିକ୍ଷାରେ ବୃଦ୍ଧି ଉଚ୍ଚ ଶିକ୍ଷାରେ ଏନରୋଲମେଣ୍ଟ ହାରକୁ ଆମେ ଇନକ୍ରିଜ କରିପାରିବା 1000 ସଂଖ୍ୟାରେ MSME ଏବଂ MSME ଦେଇପାରିବା ବନେଇ ପାରିବା ତାହା ବି ମେନଲି କୃଷି ଏବଂ ଜଙ୍ଗଲଜାତ ଉତ୍ପାଦନକୁ ନେଇ ଆମେ ଲଙ୍ଗ ଟର୍ମ ସେ କଣ କରିପାରିବା ନୂଆପଡାକୁ ଗୋଟେ ଟ୍ରାଇବାଲ ସଷ୍ଟେନେବଲ ଏକ୍ଚୁଆଲି ମେନଲି ଟ୍ରାଇବାଲ ଲୋକ ବହୁତ ସଂଖ୍ୟାରେ ଅଛନ୍ତି ଏହାକୁ ଟ୍ରାଇବାଲ ସଷ୍ଟେନେବଲ ଡେଭଲପମେଣ୍ଟ ଜିଲ୍ଲା ଆଦର୍ଶ ଜିଲ୍ଲା ହିସାବରେ ଆମେ ପଶ୍ଚିମ ଓଡ଼ିଶାରେ ବିବେଚନା କରିପାରିବା ଏବଂ HDI କୁ ବଢେଇ ପାରିବା ଯେମିତି ରୁରାଲ ଇନୋଭେସନ and sustainability hub ହିସାବରେ ପଶ୍ଚିମ ଓଡ଼ିଶାରେ ୟାକୁ ଆମେ ସ୍ଥାନ ଦେବା ଏବଂ ୟାକୁ ଛାଡ଼ିଦେଲେ ମଧ୍ୟ ଏଠାରେ ଯେମିତିକି ମାଇନିଂ ପାଇଁ ବହୁତ ସାରା ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପାଇଁ ବହୁତ ସାରା ସୁବିଧା ଅଛି ମାନେ ଅପରଚୁନିଟି ଅଛି ଗ୍ରାଫାଇଟ ଚୁନା ପଥର ଏଭଳି ବହୁତ ସାରା ଜିନିଷ ଅଛି ମାଇନିଂ ପାଇଁ ତାକୁ ମଧ୍ୟ ଆମେ ଯଦି ଠିକ ହିସାବରେ କରିପାରିବା ମାଇନିଂ କରିପାରିବା ତାହେଲେ ମଧ୍ୟ ଡେଭଲପ ହେଇପାରିବ ବକଣ୍ଡ ଭାଇ ଆପଣଙ୍କ ଆବାଜ ଆସୁନି ବକଣ୍ଡ ଭାଇ audible ହଁ ଏବେ ଆସିଲେ କୁହନ୍ତୁ ନୂଆପଡା ଡିଷ୍ଟ୍ରିକ୍ଟ ଗୋଟେ ମାର୍ଜିନାଲ ଡିଷ୍ଟ୍ରିକ୍ଟ ହିସାବରେ ବିବେଚନା କରାଯାଉଛି କିନ୍ତୁ ମେନଲି ମାର୍ଜିନାଲ ଡିଷ୍ଟ୍ରିକ୍ଟ ହିସାବରେ ବିବେଚନା କରାଯିବା ରିଜନ ହେଲା କି ଏଟା ରିଜନାଲ ଡିସ୍ପାରିଟି ଇନଇକ୍ୱାଲିଟି ବହୁତ ରହୁଛି ତ ଯଦି ଆମେ ରିଜନାଲ ଇନଇକ୍ୱାଲିଟି କୁ କମେଇବା ତାହେଲେ ଯାଇକି ଏଇ ରିଜନ ସହିତ ସେଣ୍ଟର ମଧ୍ୟ ଡେଭଲପ ହେଇପାରିବ ଯେମିତି ଗୋଟେ ଥିଓରି ଅଛି ଅନବାଲାନ୍ସ ଗ୍ରୋଥ ଥିଓରି ଯୋଉଟା ଅଣ୍ଡର ଡେଭଲପ ଏରିଆ ଅଛି ଅଣ୍ଡର ଡେଭଲପ ଏରିଆରେ ଯଦି ଆମେ ଡେଭଲପମେଣ୍ଟ ପାଇଁ ବେଶୀ କିଛି ଇନଭେଷ୍ଟ କରିବା then it can be a balance growth ହେଇପାରିବ balance growth ପାଇଁ ଯୋଉ ଯାହା ବି ସବୁ ଏଫିସିଏନ୍ସି ଅଛି ଯାହା ବି ସବୁ ପୋଟେନ୍ସିଆଲିଟି ଅଛି ସେ ସବୁକୁ ଦେଖିକି ଯଦି ଆମେ ନୂଆପଡା ଡିଷ୍ଟ୍ରିକ୍ଟରେ ଇନଭେଷ୍ଟ କରାଯିବ ଏହାର ଯାହା ବି ଇନଫ୍ରାଷ୍ଟ୍ରକ୍ଚର ଅଛି ସୋସିଆଲ ଇନଫ୍ରାଷ୍ଟ୍ରକ୍ଚର ଯାହା ବି ସବୁ ଇନଫ୍ରାଷ୍ଟ୍ରକ୍ଚର ସବୁ ଅଛି ସେ ସବୁକୁ ଯଦି ଆମେ ଗ୍ରୋ କରିବା ତାହେଲେ ଯାଇକି ଏରିଆ ଡେଭଲପ ହେଇପାରିବ ଏବଂ ନୂଆପଡା ଯେମିତି ମାର୍ଜିନାଲ ଡିଷ୍ଟ୍ରିକ୍ଟ ହିସାବରେ ପରିଚିତ ହଉଛି କିନ୍ତୁ ଏକୁ ସବୁଦିନ ପାଇଁ ମାର୍ଜିନାଲ ଡିଷ୍ଟ୍ରିକ୍ଟ ହିସାବରେ
ପରିଗଣିତ କରାଯିବା ଉଚିତ ନୁହଁ, ରହିବା କଥା ନୁହଁ। ଅଣ୍ଡର ଡେଭଲପମେଣ୍ଟ ସବୁଦିନ ପାଇଁ, ଅଣ୍ଡର ଡେଭଲପମେଣ୍ଟ ପରମାନେଣ୍ଟ ନୁହଁ। ସମସ୍ତେ ଯଦି ମେନଲି ଯୁବ ସମାଜ ଯଦି ୟା ଉପରେ କାମ କରିବ, ଜିଲ୍ଲାର ସେଲ୍ଫ ରିଲାଏଣ୍ଟ, କ୍ଲାଇମେଟ ରେଜିଲେଣ୍ଟ, ଡିଗ୍ନିଟି ଡ୍ରିଭେନ କରିବ, ନୂଆପଡାରେ ଏସବୁ କାମ କରିବା ପାଇଁ ଯଦି ସେମାନେ ଆଗଭର କରେଇବେ, ସମସ୍ତଙ୍କୁ ଯୁବପିଢିକୁ ଯଦି ଆମେ ପ୍ରୋତ୍ସାହନ କରିବା, ତାହେଲେ ଜିଲ୍ଲା ମାଇଗ୍ରେସନ ଡିଷ୍ଟ୍ରିକ୍ଟରୁ ବିକାଶ ଆଡକୁ ଯାଇପାରିବ। Thank you. ଧନ୍ୟବାଦ ବୈକୁଣ୍ଠ ଭାଇ। ଆଉ ଗୋଟେ ଆପଣଙ୍କ ସୁନ୍ଦର ତଥ୍ୟପୂର୍ଣ୍ଣ ଉପସ୍ଥାପନ ଥିଲା ସେଇ କମେଣ୍ଟ ଆଇସି ରବି ସାର୍ଙ୍କ ଠାରୁ। ଆଉ ଯୋଉମାନଙ୍କ କିଛି ଯଦି ପ୍ରଶ୍ନ ଅଛି ତାହେଲେ ଚାଟ୍ ବକ୍ସ ମାଧ୍ୟମରେ ଉପସ୍ଥାପନ କରନ୍ତୁ। ଆଉ ସଭାପତି ଯଦି କିଛି ମତେ ଅନୁମତି ଦେବେ ତାହେଲେ ମୁଁ ମଧ୍ୟ କିଛି ମତ ଉପସ୍ଥାପନ କରିପାରିବି କି? ଅନୁମତି ର ଆବଶ୍ୟକତା ନାହିଁ, ବରଂ ଆପଣଙ୍କୁ ବିଶେଷ ଅନୁରୋଧ, ଆପଣଙ୍କର ପ୍ରଜ୍ଞା ସମ୍ପନ୍ନ ଏବଂ ନୂଆପଡା ଜିଲ୍ଲାର ବରପୁତ୍ର ହିସାବରେ ନୂଆପଡା ଜିଲ୍ଲାର ବିକାଶ ପାଇଁ ଅର୍ଥନୀତିର କଣ ଯୋଗଦାନ ରହିଛି ସେ ଉପରେ ନିଶ୍ଚିତ ଭାବେ ଆପଣଙ୍କର ବହୁମୂଲ୍ୟ ମତ ଆମେ ସମସ୍ତେ ଶୁଣିବା ପାଇଁ ଅପେକ୍ଷାରତ। ଅନୁମତିର କୌଣସି ଆବଶ୍ୟକତା ନାହିଁ। ଆଜ୍ଞା ଆଜ୍ଞା, ଧନ୍ୟବାଦ ଭାଇ। ତ ଗୋଟେ ଅର୍ଥଶାସ୍ତ୍ରର ଛାତ୍ର ଭାବରେ ସବୁବେଳେ ମୁଁ ଭାରତର ଗୋଟେ ରେପ୍ଲିକା ଭାବରେ ଓଡିଶାକୁ ଦେଖେ, ଆଉ ଓଡିଶାର ଗୋଟେ ରେପ୍ଲିକା ଭାବରେ ନୂଆପଡାକୁ ଦେଖେ, ଯେହେତୁ ମୁଁ ନୂଆପଡା ଡିଷ୍ଟ୍ରିକ୍ଟ ନିଜେ ମୋର ବାସସ୍ଥାନ ବୋଲିକି। ତ ଯୋଉ ଅର୍ଥନୈତିକ ଭୁଲ ଆମର ଜାତୀୟ ସ୍ତରରେ ହେଇଥିଲା, ସେଇଟା ରାଜ୍ୟ ସ୍ତରରେ ବି ହେଇଛି ଆଉ ଜିଲ୍ଲା ସ୍ତରରେ ବି ହେଇଛି। ଏଇଟା ମୋର ପ୍ରଥମ। ମୁଁ ଗୋଟେ ଭୁଲରୁ ଏଥିପାଇଁ ଆରମ୍ଭ କରୁଛି କି ଏତେ ମାନେ ଆମ କଳାହାଣ୍ଡି ଡିଷ୍ଟ୍ରିକ୍ଟ ରୁ ବାହାରି ଯିବାଟା ନୂଆପଡା ଡିଷ୍ଟ୍ରିକ୍ଟ ପାଖାପାଖି 32 ବର୍ଷ ହେଇଗଲା। ଓଡିଶା ଗୋଟେ ସ୍ୱତନ୍ତ୍ର ପ୍ରଦେଶ ହେଇଯିବା ମୋର ଦେନ ଆବାଉଟ 100 ଇୟର୍ସ। ଭାରତ ଗୋଟେ ସ୍ୱାଧୀନ ରାଷ୍ଟ୍ର ହିସାବରେ ହେବାଟା ମୋର ଦେନ 75 ଇୟର୍ସ। ତ ଗୋଟେ ରାଷ୍ଟ୍ର ଜୀବନରେ, ଗୋଟେ ରାଜ୍ୟ ଜୀବନରେ, ଗୋଟେ ଜିଲ୍ଲାର ଜୀବନରେ ଏଇ ସବୁ ସମୟ ଗୁଡାକ ଯୋଉ ଛୋଟ ସମୟ ନୁହଁ। ଏ ମଧ୍ୟରେ ଅନେକ ଗୁଡାକ ଡେଭଲପମେଣ୍ଟ ହେଇଯିବା କଥା, ଯୋଉଟାକୁ ଆମେ ୱେଷ୍ଟର୍ଣ୍ଣ ଡେଭଲପମେଣ୍ଟ ଏକ୍ସପିରିଏନ୍ସ ଯୋଉଟା ଆମର ହୁଏ, କିନ୍ତୁ ସେଇଟା ଆମେ ଏକ୍ସପିରିଏନ୍ସ କରିପାରୁଛୁ। ତାର ମୁଖ୍ୟ ରିଜନ ହଉଛି ଯେ ଯୋଉ ଭାରତ ଗୋଟେ ସାଧାରଣ ପ୍ରକ୍ରିୟାରେ କଣ ହୁଏ, ଅର୍ଥନୀତିଟା ପ୍ରଥମେ କୃଷି ଉପରେ ନିର୍ଭରଶୀଳ ହୁଏ, ତାପରେ ମାନୁଫ୍ୟାକ୍ଚର ଯୋଉଟା ଉଦ୍ୟୋଗ ଉପରେ ନିର୍ଭରଶୀଳ ହୁଏ, ତାପରେ ସର୍ଭିସେସ ଉପରେ ନିର୍ଭରଶୀଳ ହୁଏ। କିନ୍ତୁ ଆମ କ୍ଷେତ୍ରରେ କଣ ହେଇଛି, ଭାରତ କ୍ଷେତ୍ରରେ ଆମେ ସିଧା କୃଷିରୁ ଜମ୍ପ କରିଗଲୁ ସର୍ଭିସେସ ଆଡକୁ। ତ ଯୋଉ ମଝିରେ ଯୋଉ ଉଦ୍ୟୋଗରୁ ଆମ ଯୋଉ କଣ୍ଟ୍ରିବ୍ୟୁସନ ଆସିବା କଥା ଅର୍ଥନୀତିକୁ, ସେଟା ଆସିପାରିଲା ନାହିଁ। ଆଉ ଆମେ ଯୋଉ ବେକାରୀ ସମସ୍ୟା, ମାଇଗ୍ରେସନ ସମସ୍ୟା, ଯାହା ବି ସମସ୍ୟା ଦେଖୁଛୁ, ତାହାର ଫଣ୍ଡାମେଣ୍ଟାଲ ରିଜନ ହଉଛି ସେଇଟା। ଆମେ ସେଇ ଯୋଉ ମଝିରେ ଯୋଉ ଉଦ୍ୟୋଗ ଉପରେ ଆମର ନିର୍ଭରଶୀଳତା ଆସିବା କଥା, ସେଟା ଆସିପାରିଲା ନାହିଁ। ଆଉ ଷ୍ଟିଲ ଯୋଉଟା ବୈକୁଣ୍ଠ ଭାଇ ଗୋଟେ ଭଲ କଥା କହୁଥିଲେ, ଯେ ଯୋଉଟା କୋରରେ ଡେଭଲପମେଣ୍ଟ ହେଲା, ସପୋଜ ଦେଖନ୍ତୁ ନୂଆପଡା ପାଇଁ କୋର ହେଲା ମନେକର ଆମର ପୂର୍ବ ଓଡିଶା, ଯୋଉ ଜାଗାରେ ଆମ ରାଜଧାନୀ ଅଛି, ସେ ଜାଗାରେ ବହୁତ ଡେଭଲପମେଣ୍ଟ ହେଇଗଲା। ସେଗୁଡାକ ଅଲରେଡି ସର୍ଭିସେସ ଡ୍ରିଭେନ ଗ୍ରୋଥ। ସର୍ଭିସେସ କହିଲେ ଆପଣଙ୍କର ଇଏ ହୋଟେଲ, ହସ୍ପିଟାଲ, ଏ ପ୍ରକାର ସର୍ଭିସେସ ବାଲା ଯୋଉ ଉନ୍ନତି ହେବା କଥା ସେଠି ହେଇଗଲାଣି ଅଲରେଡି। ଇଣ୍ଡଷ୍ଟ୍ରି ବି ସେଇଠି। ବଟ୍ ଆମେ ଖାଲି କେବଳ ଧରିକି ରଖୁଛୁ ଏଗ୍ରିକଲଚରକୁ। ଆମ ଏଗ୍ରିକଲଚରରୁ ଇଣ୍ଡଷ୍ଟ୍ରି କୁ ଆମେ ଆମ ଇକୋନୋମିକୁ ଆଜି ପର୍ଯ୍ୟନ୍ତ ଟ୍ରାନଜିସନ କରିପାରିନୁ। ଗୋଟେ ଭଲ ସ୍କିମ୍ ହେଲା ଯେ ITI ସବୁ ବ୍ଲକରେ ହେଲା, ବଟ୍ କେତେଟା ଜାଗାରେ ଇଣ୍ଡଷ୍ଟ୍ରି ହେଲା ମାନେ ନୂଆପଡା ଜିଲ୍ଲାରେ କିମ୍ବା ଅନ୍ୟ କୌଣସି ଜିଲ୍ଲାରେ? ଇଣ୍ଡଷ୍ଟ୍ରି ମାନେ ନୁହେଁ ଯେ କେବଳ ସେଠି ଖଣି ଥିବ
ଆଉ ସେଠୁ ସେ ଖଣିଜ ସମ୍ପଦ ଆଣିକି ଆମେ ଇଣ୍ଡଷ୍ଟ୍ରି ତିଆରି କରିକି ଉନ୍ନତି କରିବୁ, ନୁହଁ ସେମିତି ନୁହଁ। ଏବେ ଭାରତ ସରକାର କହିଲେ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ। we are not able to still capitalize that one product in ନୂଆପଡା, ଆଜି ପର୍ଯ୍ୟନ୍ତ ହେଇପାରିନି। ଦ୍ୱିତୀୟ କଥା ହେଲା ଆମର ଗୋଟେ ହେଲା ଇଣ୍ଡଷ୍ଟ୍ରି ନାହିଁ, ଆମେ ବାଇପାସ୍ କରିଗଲୁ ସେଟାକୁ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଆଉ ଏବେ ବି ଆମେ ये जिला स्तर से बायपास करके जाऊछु सीधा एग्रीकल्चर सर्विसेज को इंडस्ट्री आमे शेयर करि पारु। द्वितीय कथा है इंफ्रास्ट्रक्चर। जे कोनोसी जगार उन्नति करबा पई एकमात्र पंथा होची इंफ्रास्ट्रक्चर। मु जते बोले एठी बिहार रो डेप्यूटी कलेक्टर आ वीडियो मानन को ट्रेनिंग देबा पई जाय, से मानन को से कथा कहे तम इलाकार उन्नति करबार अछि गोटे काम गले रास्ता कर किछि दरकार बाकी आपे बाकी सब आपे बे हे जिवो। आपण माने भी समस्त मन पकांतु ए 10-12 वर्ष आगरू कोनोसी गाँ मानकर आमर खाली गोटे छोट किराना दुकान थिबो, सेटा भी का घर निजे से गाँ रो लोकटे से दुकान खोलुथिबो, निज घर रो ठीक आमर पर्ची कहते बारंटा सेठी खाली गोटे छोट दुकान टे करथिबो, किंतु आ किछि नथिला, आ सेठी किछि मिलिबो नथिला। आ अन्य कोनोसी व्यवहार जिनिस पय हमकु जिबा पडुथिला हमर पाख सहर। किंतु एबे देखंतु सबु गाँ रे वर्तमान आपण चाउमिन ठार आरंभ कर मोमोज ठार आरंभ करी फैंसी स्टोर सब पाइबे। केमती हैला? ओनली बिकॉज ऑफ रोड्स। आगुर कनेक्टिविटी नथिला, एबे कनेक्टिविटी हैला बोली कि सरकार कनेक्टिविटी कर देले, किंतु से फैंसी स्टोर, चाउमिन दुकान, मोमो दुकान ये सरकार खोल नांती, सेटा आपे आपे सब हो जाए। तो इंफ्रास्ट्रक्चर डेवलपमेंट निहाती दरकार। मु गोटे आकलन करथिली बिहार सरकार पई जे बिहार सरकार जदि गोटे वर्ष माने बिहार सरकार जदि गोटे किलोमीटर रो 2 वे रास्ता तैयारी करूछंती, ताहले बिहार गवर्नमेंट रो इनकम वर्ष को 70 लाख टंका बढ़ी जाउची। आ बिहार डेवलपमेंट टा ओडिसा रो डेवलपमेंट रो कम, हमें अधिक डेवलप बिहार अपेक्षा। तो ए कारण मु केबे करिबी बिहार पई ओडिसा पई कि नवापड़ा पई एई नंबर टा अधिक आसीबो होय तो कोटी ऊपर। माने हमें यदि एक्स्ट्रा 1 किलोमीटर रोड तैयारी करछु, सेटा आमो नवापड़ा रो इनकम, ओडिसा रो इनकम टाकू 1 कोटी टंका प्रति वर्ष बढ़ेइबो। किंतु ए सिंपल इकोनॉमिक्स टा आमे बुझी पारुनु, आम प्लानिंग और प्रोसीजर स्तर होन। तृतीय कथा हैला जोटा बकंड भाई कहतुले जे हमर रेवेन्यू माने राजस्व रो स्वाधीनता नै हला। आमे संवैधानिक दृष्टि गोटे संघीय राष्ट्र जो राज्य मानकर अधिकार कम थाए, किंतु एते बड़ राज्य रे एते बड़ जनसंख्या रे उन्नति करिया पई हेले हमकु निहाती भाव राज्य और जिला मानकरे राजस्व स्वाधीनता निहाती प्रदान करिवा आवश्यक। आम जिला मानक पाखरे निजे गुटे क्रिएट करिवे रेवेन्यू, निजस्व राजस्व निजे क्रिएट करिवे, सेमिति कोनसी पंथा नाही। ताकू आमे निहाती भावरे ताकू गुरुत्व देबा कथा। आउ जदि आमे जो प्रकार गोटे जिल्ला रे अछु, खनिज संपद भी अछि, ता सहित आ गोटे मुख्य कथा मु कहबी पत्रर आरंभ करी पातलमा पर्यंत एटा संपूर्ण भावरे आमे गोटे अर्थनीति सृष्टि करि परिबा, जोटा कि हमर टूरिज्म उपरे टूरिज्म भित्तिक अर्थनीति आमे क्रिएट करि परिबा। एबे रिसेंटली पातल गंगा रे गोटे मु भाबुची नेक्स्ट टेंपल कॉरिडोर हे परिबो। माने मां दर्शनी माने पीठ ठार आरंभ करी सेठी गायत्री मंदिर, सेठी शिव मंदिर, जगन्नाथ मंदिर, सब प्रकार मंदिर हेलानी। ए प्रकार कॉरिडोर यदि आमे आउ 2-3टा क्रिएट करि परिबा जिला भितर, केते मात्रा रे सेरा इकोनॉमी को निहाती बल देबो। रिसेंटली आपण सुनिथिबे जे उत्तर प्रदेश सरकार तरफ रु खर्च कराइछि पाखापाखि 10,000 ରୁ 12,000 कोटी टंका कुंभ मेला रे, कि टोटल सेठी बिजनेस इज मोर देन 3 लाख। मोर देन 3 लाख कहले हमर मैक्सिमम स्टेट मानकर एनुअल बजेट रो अधिका, माने मैक्सिमम स्टेट मानकर एनुअल बजेट जेतिके से 45 डेज रे 45 दिन कुंभ मेला रे उत्तर प्रदेश सरकार सेति रोजगार कर दैछंती, सेति प्रकार बिजनेस दैछंती। तो एई जो छोटा छोटा मॉडल कहीं कि हम एठी मानकर हे परबनी, ये नवबड़ा डिस्ट्रिक्ट हे परबनी कहीं गोटे एमिति गोटे 10-12 दिन रो गोटे माने टेंपल इकोनॉमी कॉरिडोर क्रिएट करा जिवो गोटे मेला टाइप रो पातलगंगा रे। एंड सेटा एते मात्र रोजगार सृष्टि करिवो, सेटा आगामी वर्षे पई माने आर्थिक खुराक जुगाइबो सेटार आदिवासी मानक पई। तो एई जो टेंपल इकोनॉमी, टेंपल कॉरिडोर इकोनॉमी आमे नवापड़ा डेवलप करिवार बहुत सुजोग रहिछि।
ଆଉ କେବଳ ଆଉ ଆଉ ଅନେକାଂଶରେ ମୁଁ ସବୁବେଳେ କହେ ସରକାର ବହୁତ କିଛି କରିପାରିବେ କିନ୍ତୁ ସବୁ କିଛି କରିପାରିବେ ନାହିଁ। ତ ନିଜର ବ୍ୟକ୍ତିଗତ ଉଦ୍ୟମିତାର ବି ଆବଶ୍ୟକତା ରହିଛି। ଆଉ ସେଇ ବ୍ୟକ୍ତିଗତ ଉଦ୍ୟମତାର ଯୋଉ କଣ କ୍ରିଏଟ କରିବା ପାଇଁ ପପୁଲାରାଇଜ କରିବା ପାଇଁ ସେଥିରେ ବହୁତ ବଡ ଭୂମିକା ରହିଛି ଆମ ଜିଲ୍ଲାର କଲେଜ ମାନଙ୍କର ମହାବିଦ୍ୟାଳୟ ମାନଙ୍କର। ଏ କଥା ଆମ ଏଇ ବୈଠକରେ ବି ବହୁତ ଗୁଡା ପ୍ରାଧ୍ୟାପକ ଅଧ୍ୟାପକ ଅଛନ୍ତି। ଆଉ ସୌଭାଗ୍ୟବଶତଃ ଆମେ ନୂଆପଡାର ପାଞ୍ଚଟା ଯାକ ବ୍ଲକରେ ଗୋଟେ ଗୋଟେ ପ୍ରତିଷ୍ଠିତ ମହାବିଦ୍ୟାଳୟ ଅଛି। ସେ ମହାବିଦ୍ୟାଳୟ ମାନେ ନିଜ ଉପରୁ ଆକଳନ କରିବା କଥା ଯେ ହ୍ୱାଟ ଆଉଟପୁଟ ଦେ ଆର୍ ଗିଭିଂ ଟୁ ଦ କମ୍ୟୁନିଟି। ଗୋଟିଏ ବ୍ଲକ ର କିମ୍ବା ଗୋଟିଏ ଅଞ୍ଚଳର ବୌଦ୍ଧିକ ସତ୍ତାର ମୂଳପିଣ୍ଡ ହଉଛି ସେ ଜାଗାରେ ଥିବା ମହାବିଦ୍ୟାଳୟ। ଯେତେବେଳେ 1978 ରେ ଯେତେବେଳେ ଆରମ୍ଭ ହେଲା ଚାଇନାରେ ଦ୍ରୁତ ଅର୍ଥନୈତିକ ବିକାଶ, ତାର ଗୋଟେ ମୁଖ୍ୟ କାରଣ ଥିଲା ଯେ ସେମାନେ କନେକ୍ଟିଂ ୟୁନିଭର୍ସିଟି ଟୁ କମ୍ୟୁନିଟି। ସବୁ ୟୁନିଭର୍ସିଟିକୁ ମାନେ ବାଧ୍ୟ କରାଗଲା ଯେ ତମେ ତମ ପେରିଫେରୀରେ ଯେତେ ବି କମ୍ୟୁନିଟି ଅଛନ୍ତି ସେମାନଙ୍କୁ ଡେଭଲପ କରିବ। ଆମେ ଯେମିତି ରାଙ୍କିଙ୍ଗ କରୁଛୁ ନା ୟୁଜିସି ରାଙ୍କିଙ୍ଗ ଏସବୁ ସେମାନଙ୍କ ରାଙ୍କିଙ୍ଗ ଏଇ ଦୃଷ୍ଟିରୁ ହୁଏ ଯେ ସେମାନେ ତାଙ୍କର ପେରିଫେରୀରେ ଥିବା କମ୍ୟୁନିଟି କେତେ ଡେଭଲପ କରିଛନ୍ତି। ତ ଏଇ ମଞ୍ଚରୁ ଆମେ ଆହ୍ୱାନ କରିବା ଆମ ଜିଲ୍ଲାର ସେଇ ପ୍ରତିଷ୍ଠିତ 5ଟି ମହାବିଦ୍ୟାଳୟ ଯୋଉମାନେ କି ସେଇ ବ୍ଲକର ସବୁଠୁ ପୁରୁଣା ଓ ପ୍ରତିଷ୍ଠିତ ମହାବିଦ୍ୟାଳୟ, ସେମାନେ ତାଙ୍କ କମ୍ୟୁନିଟିକୁ ଗିଭ୍ ବ୍ୟାକ୍ କରିବାର କିଛି ପନ୍ଥା ଆଣନ୍ତୁ। ପିଲାଙ୍କୁ ସେଇ ହିସାବରେ ଏଡୁକେଟ କରନ୍ତୁ, ଉଦ୍ୟମିତା ଜାଗ୍ରତ କରନ୍ତୁ। ଆମ ଆମ ମୁଁ ବି ସେଇ ଅଞ୍ଚଳର ପିଲା, ବୈକୁଣ୍ଠ ଭାଇ ବି ସେଇ ଅଞ୍ଚଳର ପିଲା, ବିଦ୍ୟା ବି ସେଇ ଅଞ୍ଚଳର ପିଲା। ଆମେ ଯଦି ଭଗବାନଙ୍କ ଦୟାରୁ କିଛି ସକ୍ଷମ ହେଲୁ କି ଆପଣମାନଙ୍କ ସାମ୍ନାରେ କିଛି କହିବୁ, ତାର କହିବୁ ମାନେ ଏଇ କ୍ଷମତା ସମସ୍ତଙ୍କ ଭିତରେ ଅଛି ନୂଆପଡା ଜିଲ୍ଲାର, କିନ୍ତୁ ଅଭାବ ଅଛି କେବଳ ସୂଚନାର, ଉଦ୍ୟମିତାର। ଆଉ ସେ ସୂଚନା ଆଉ ଉଦ୍ୟମିତାର ବିକାଶ କରିବାର ଏକ ଦାୟିତ୍ୱ ହଉଛି ସେଇ ଅଞ୍ଚଳର ମହାବିଦ୍ୟାଳୟ। ଚାଇନିଜ ଆମେ କହୁ ଚାଇନିଜ ବାଲା ଏମିତି ମାନେ ଫୋକଟରେ ଡେଭଲପ କରିନାହାନ୍ତି। ତାଙ୍କର ଏଇ ପ୍ରକାର ତାର ମେନ୍ ରିଜନ ହଉଛି କନେକ୍ଟିଂ କମ୍ୟୁନିଟି ଥ୍ରୁ ୟୁନିଭର୍ସିଟି। ଆମେ ମଧ୍ୟ ଏଇ ଜିନିଷଟା ଆମେ ନିହାତି କରିପାରିବା। ତ ଏ ଚାଟ ବାକ୍ସରେ ରବି ସାରଙ୍କ ଗୋଟେ ମତ ଆସିଛି, ଆମର ଆୟତନର 48% ଜଙ୍ଗଲ, ସେ ପୁଣି ପର୍ବତ ଭରା ଜିଲ୍ଲା, କିନ୍ତୁ ଜିଲ୍ଲାକୁ ପର୍ଯ୍ୟଟନ ମାନଚିତ୍ର ଯଥାଯୋଗ୍ୟ ସ୍ଥାନ ଆମେ ଦେଇପାରିଲୁ ନାହିଁ। ସମ୍ଭାବନା ପ୍ରଚୁର, ଇଚ୍ଛା ଶକ୍ତିର ଘୋର ଅଭାବ। ନିହାତି ସତ କଥା ସାର୍। ଏଇ ଉପରେ ବୈକୁଣ୍ଠ ଭାଇ ବି କିଛି ମତ ଦେଲେ ଭଲ ହବ। ବୈକୁଣ୍ଠ ଭାଇ। ବୈକୁଣ୍ଠ ଭାଇ ଆପଣ ମ୍ୟୁଟରେ ଅଛନ୍ତି। ହଁ, ମୁଁ ଶୁଣି ଭଲସେ ବୁଝିପାରିଲେନି, ଆଉ ଥରେ। ହଁ, ଇଏ ରବି ସାରଙ୍କର ଗୋଟେ ମତ ଅଛି, ଯୋଉ ଆମେ ଯୋଉଟା ମୁଁ ବି ଡିସ୍କସ କରୁଥିଲି ଯେ ଟୁରିଜମର ଡେଭଲପମେଣ୍ଟ ଆମେ କରିପାରିବା। ଆମର ବହୁତ ପ୍ରକାର ନ୍ୟାଚୁରାଲ ସମ୍ପଦ ଅଛି, ଜଙ୍ଗଲ ଅଛି 48%, କିନ୍ତୁ ଆମେ ତାର ପ୍ରକୃତ ଉପଯୋଗ କରିପାରୁନା। ତାକୁ କେମିତି ଆମେ ଠିକ ସେ କରିପାରିବା? ଆଉ ପରାମର୍ଶ ସେ ଦେଇଛନ୍ତି ପର୍ଯ୍ୟଟନକୁ ଉଦ୍ୟୋଗ ରୂପେ ଆମେ ଗ୍ରହଣ କରିବା ଆମ ପାଇଁ ସଫଳତାର ଚାବିକାଠି ହେବ। ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ। ମେନଲି ଆମର ଯାହାବି ଜଙ୍ଗଲ ଅଛି ମାନେ 48%, ଏଟା ପୂର୍ବ ଘାଟ ପର୍ବତ ଅଞ୍ଚଳରେ ଆସୁଛି ଆମର ଇଷ୍ଟର୍ଣ୍ଣ ରେ। ଏଠି ଆମର ଯୋଉ ଜଙ୍ଗଲ ଜାତ ଦ୍ରବ୍ୟ ସବୁ ଅଛି ତାକୁ ପ୍ରମୋଟ କରିକି ଗୋଟେ ପ୍ରକାର ଡେଭଲପ କରିପାରିବା, କିନ୍ତୁ ତାକୁ ଛାଡିଦେଲେ ବି ଆମେ ଯେମିତି ଟୁରିଷ୍ଟ ସ୍ପଟ ହିସାବରେ ଜଙ୍ଗଲ ଭିତରେ ଯେମିତି କିଛି ସେଞ୍ଚୁରୀ ଯଦି କରିପାରିବା ୱାଇଲ୍ଡ ଲାଇଫ ର ଭଳିଆ, ଭିତରେ ଯାହାବି ଆମର ଯେମିତି ବହୁତ ସାରା ୱାଟର ଫଲ ଗୁଡାକ ଅଛି, ଯେମିତି ସାନ ଘାଗରା ଗୋଟେ ୱାଟର ଫଲ ଅଛି କେଉଁଝର। ମାନେ ତାକୁ ଟୁରିଷ୍ଟକୁ ଆଟ୍ରାକ୍ଟ କରିବା ପାଇଁ ସେ ଜାଗାରେ ବହୁତ ପ୍ରକାର ସୁବିଧା କରାଯାଇଛି, ଯେମିତିକି ସାଉଣ୍ଡ ସିଷ୍ଟମ କରିଦିଆଯାଇଛି। ଆମେ ତ ପିକନିକ ଯାଇଥିଲୁ ରେଭେନ୍ସାରୁ, ଗୁପ୍ତେଶ୍ୱର ଭାଇ ବି ଯାଇଥିଲେ। ଯେମିତି ଆଟ୍ରାକ୍ଟ ହଉଛନ୍ତି। ବିଲକୁଲ ଏମିତି କାର୍ଯ୍ୟକ୍ରମ ଅଛି, ସମସ୍ତେ ଜାଣିଥିବେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ସେଇ ଦେଶର 100ଟା ଜିଲ୍ଲା ଏମିତି ଜିଲ୍ଲାକୁ ନିଆଗଲା ଯୋଉମାନେ ସବୁଠାରୁ ଅନୁନ୍ନତ, ଆଉ ସେମାନଙ୍କର ବିକାଶ କରିବା ପାଇଁ ଗୋଟେ ଆକାଂକ୍ଷୀ ଏସ୍ପିରେସନାଲ ଡିଷ୍ଟ୍ରିକ୍ଟ ବୋଲିକି ନୂଆ ପ୍ରୋଗ୍ରାମଟେ ଷ୍ଟାର୍ଟ କରାଗଲା। ଇନିସିଆଲି ଯେତେବେଳେ ସେ ପ୍ରୋଗ୍ରାମ ଷ୍ଟାର୍ଟ କରାଗଲା 2015 ମସିହାରେ,
तार जो एनुअल रिपोर्ट आसे सेतिरे सब से 100टा जिल्ला को रैंकिंग करा जाए प्रथम गोटे वर्ष पई बोधे नुआपड़ा जिल्ला टॉप परफॉर्मर थिला वन ऑफ द टॉप परफॉर्मर तो तापरे एबे आउ टॉप 10 रे ताको केबे देखिया को मिलिन व्हाट विथ द पॉलिसी पैरालिसिस वी डोंट नो तार अर्थ आम जो सुजोग गुड़ा को आमको नेशनल लेवल क्रिएट करिया को दिया जाउछि तार हम प्रकृत उपयोग करि पारु ना आउ सेई सेमानकु रैंकिंग करिबार आई थिंक 49 पैरामीटर्स अछि 39 टा से भितरु एई जो टूरिज्म डेवलपमेंट भी अछि गोटे तो सेथिरे आमे कोन कोन करछु आउ केमति चलछि सेटा आज पर्यंत भी आमे ठीक सो तार उपयोग करि पारु ना तो टूरिज्म विल बी ए catalyst for the development of Nuapara district for sure. आपको ये प्रश्न अच्छे यदि हम चैट बॉक्स में उपस्थापन करेंगे बोधे कौन सा प्रश्न नहीं तो मु अनुरोध करी विद्या भाई को से तंकर सभापति मंतव्य रखिबे धन्यवाद गुप्तेश्वर भाई एवं धन्यवाद वैकुंठ भाई आपण दुई जनकर सुचिंत मार्गदर्शन पई आम पाखे वर्तमान मध्य समय अछि सभापति मार्गदर्शन सभापति अभिभाषण पूर्व मु निश्चित रूपे रवि रंजन सार जदि सुनी पारछन्ते अनुरोध करिवे सार अल्प स्वल्प समय मध्य तांकर मार्गदर्शन करिवे काहे कि मु विशेष भाव रे कहिबे सारंकर निजर जन्म स्थान होची बोड़ासंबर पदमपुर एवं अनुन्नत नुआपड़ा जिल्लार बोडेन भले एक अविकसित अंचल से अध्यापन कार्य व्रत थिले एवं दीर्घ वर्ष धरी तेणु नुआपड़ा जिल्लार सृष्टिर पूर्वरु से नुआपड़ा जिल्ला को देखिछन्ति तेणु नुआपड़ार विकास रे कौन भूमिका रहिबो ता उपरे सामान्य अल्प समय मध्य रवि सार जदि हमको मार्गदर्शन करिवे आमे निश्चित रूपे उपकृत हेबु माननीय रवि रंजन सार रवि सार समस्त को नमस्कार आज गोटे सुंदर प्रसंग उपरे आलोचना चली मु बहुत उत्साहित अनुभव करुछि युव बंधु मानकर जो दृष्टिकोण ताकू देखिकरी आमे सबु बेले दारिद्र्य विषय रे कहि आसुचु दारिद्र्य तो गोटे अनवरत प्रक्रिया पलटि गलानी ता संपर्कित अनुचिंतन गुड़िक किंतु आज जो प्रकार ये दुई बंधु वैकुंठ बाबू एवं गुप्तेश्वर मिलित भाव गोटे अवलीला क्रमे या संपर्क में चर्चा कले एते सुनियोजित ढंग से ताकू उपस्थापन कले देखिक लगुच हाँ आम पाखे योग्य प्रतिभा माने अछंती जो माने प्रगतिर पथ को आगतुरा परिष्कार करने वस्तुतः मार्गदर्शन करने उपादेय भूमिका ग्रहण करें मुझे आसवा दिन ठारू आज पर्यंत गोटे स्थिर आ निश्चित मत नहीं अच्छी जो संभव हुए मु बड़ व्यग्रतार सहित एक कथा कहे जे प्रगति पाई आगेवा पूर्व निजर सामर्थ्य विषय रे आगे आकलन करने जरूरी नुआपड़ा जिल्लार सबुठारु बड़ सामर्थ्य कौन जहाँ को पुंजी करी आम आग को दौड़ी पार सी हूँ पर्यटन बणमूलक भरा आमर अंचल एते चमत्कार दृश्यपट ताकू संसार आगरे उपयुक्त भाव में थोई पारिले ताकू उपस्थापित करि पारिले आमे एते संख्यारे पर्यटकों को आकर्षित करि परिबा जहां हमर अर्थनीति को समृद्ध करिबारे गोटे बलिष्ठ भूमिका निर्वहन करि परिबो सबुठ दुख लगे जे वर्तमान भी एमिति गुड़ाए दर्शनीय स्थान अच्छी नुआपड़ा जिल्ला रे स्वाभाविक कथा कहीं ना जो जिल्लार 48% अंश जंगल अटे एवं ता भितरु अगम्य अनेक स्थान अच्छी दुर्गम केवल मु कहू नाही अगम्य जो कि जीवा आज भी
ସାଧାରଣ ଭାବରେ ସମ୍ଭବପର ନୁହେଁ। ଏତେ ୟାଠାରୁ ବଡ ପୁଞ୍ଜି କଣ ଥାଇପାରେ? ତାର ଉପଯୋଗ ଆମେ ବହୁତ ଜାଗା ଏମିତି ଅଛି ଯୋଉ ଜାଗା ଲୋକ ଦେଖିବା ପାଇଁ ବ୍ୟାକୁଳ ହେଇଯାଆନ୍ତେ, କିନ୍ତୁ ସେ ଜାଗା ମାନଙ୍କୁ ଆମେ ନିଜେ ଯାଇକିରି ଦେଖିବା ଏପର୍ଯ୍ୟନ୍ତ ସମ୍ଭବପର ହେଇନାହିଁ। ତେଣୁ ଏ ଦିଗରେ ବିଧିବଦ୍ଧ ଯୋଜନାବଦ୍ଧ ଭାବରେ ଆନ୍ତରିକତାର ସହିତ ଉଦ୍ୟମ ଲୋଡ଼ା। ମୁଁ ଆଶା କରିବି ଆଗାମୀ ଦିନରେ ଏ ଯୋଉ ବନ୍ଧୁ ମାନେ ଅର୍ଥନୀତି କ୍ଷେତ୍ରରେ ଏତେ ଉଚ୍ଚତର ସ୍ତରର ଗବେଷଣା କରିବା ପାଇଁ ସାମର୍ଥ୍ୟ ରଖିଲେଣି, ଇଏ ଗୋଟେ ଶୁଭ ସଂକେତ ଆମ ପାଇଁ। ସେମାନଙ୍କର ଦୃଷ୍ଟି ଏ ଦିଗ ପ୍ରତି ଗୋଟେ ବିଧିବଦ୍ଧ ଭାବରେ ପଡିବ ଏବଂ ଏ କ୍ଷେତ୍ରକୁ ଅଧିକରୁ ଅଧିକ ପରିମାଣରେ ଦୃଷ୍ଟି ଦେଇକରି ଆମେ ଆଗେଇ ପାରିବା। ମୁଁ ପର୍ଯ୍ୟଟନ ଉପରେ ଅତ୍ୟନ୍ତ ଆଶାବାଦୀ ଅଟେ। ଧନ୍ୟବାଦ। ଧନ୍ୟବାଦ ସାର୍, ଆପଣଙ୍କର ମାର୍ଗଦର୍ଶନ ନିମନ୍ତେ, ଯାହା ଆମ ସମସ୍ତଙ୍କୁ ପ୍ରେରଣାର ପାତ୍ରୀ ହବ। ଆଜିର ଏହି ଅର୍ଥନୀତି ସମ୍ବନ୍ଧୀୟ ସାରଗର୍ଭକ ଆଲୋଚନାର ଆଲୋଚକ ବୈକୁଣ୍ଠ ଭାଇଙ୍କୁ ମୁଁ ନିଶ୍ଚିତ ରୂପେ ଧନ୍ୟବାଦ ଦେବି। ସେ ଏଭଳି ଏକ ଅର୍ଥନୀତି ବିଷୟବସ୍ତୁ ଏବଂ ନୂଆପଡା ଜିଲ୍ଲାର ତାର ମାର୍ମିକ ଚିତ୍ର ଆମ ସମ୍ମୁଖରେ ଉପସ୍ଥାପନ କଲେ ଏବଂ ମୋର ମନେ ହୁଏ ଯେ ଫାନସପୁରୀ ଘଟଣା ଏବଂ ବର୍ତ୍ତମାନର ନୂଆପଡା ଜିଲ୍ଲାର ବିକାଶର ସ୍ଥିତି ମଧ୍ୟରେ ବିଶେଷ କିଛି ଫରକ ଆସିନାହିଁ। ତେଣୁ ଆମକୁ ଲମ୍ବା ରାସ୍ତା ଚାଲିବାର ଅଛି ଏବଂ ଏହି ଚାଲିବା ପଥରେ ଆଜିର ଆଲୋଚନା ଚକ୍ର ଯେ ଆମମାନଙ୍କୁ ପ୍ରେରଣା ସ୍ରୋତ ଯୋଗାଇବ, ଏହା ମୋର ଆଶା ବିଶ୍ୱାସ। ଏହି କାର୍ଯ୍ୟକ୍ରମର ଯୋଉ ବିଷୟବସ୍ତୁ ଉପରେ ସଂଯୋଜନା କଲେ ଚମତ୍କାର ଉପରେ ମାନନୀୟ ଗୁପ୍ତେଶ୍ୱର ଭାଇଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଅର୍ପଣ କରୁଛି। ତାଙ୍କର ବିହାର ଏବଂ ଓଡିଶାର ତୁଳନାତ୍ମକ ଚିତ୍ର, ଯାହା ଆମ ସମସ୍ତଙ୍କୁ ଏବଂ ନୂଆପଡା ଜିଲ୍ଲା ପାଇଁ ବିଶେଷ ଭାବରେ ଯିଏ ତଥ୍ୟ ଉପସ୍ଥାପନା କଲେ, ସେ କ୍ଷେତ୍ରରେ ମଧ୍ୟ ତାଙ୍କର ଯୋଉ ସାରଗର୍ଭକ ଉପସ୍ଥାପନା ନିମନ୍ତେ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆନୁଷ୍ଠାନିକ ଭାବରେ ବର୍ତ୍ତମାନ ଆମର ସଭାର ଧନ୍ୟବାଦ ଅର୍ପଣ କରିବା ପାଇଁ ମୁଁ ଆମର ଯୁବ ସଂଯୋଜିକା ଭକ୍ତିସୁଧା ଦଣ୍ଡସେନାଙ୍କୁ ଅନୁରୋଧ କରୁଛି, ସେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିବେ ଏବଂ ଧନ୍ୟବାଦ ଅର୍ପଣ ପରେ ଶାନ୍ତି ମନ୍ତ୍ର ପାଠ କଲା ପରେ ଆନୁଷ୍ଠାନିକ ଭାବରେ ଆମର ସଭା ଶେଷ ହେବ। ଭକ୍ତିସୁଧା ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିବେ। ସମସ୍ତଙ୍କୁ ମୋର ନମସ୍କାର। ପ୍ରଥମେ ମୁଁ ଧନ୍ୟବାଦ ଅର୍ପଣ କରିବି ଆଜିକାର ସଭାର ଆଲୋଚକ ମହୋଦୟ ଶ୍ରୀଯୁକ୍ତ ବୈକୁଣ୍ଠ ବେହେରା ସାର୍ଙ୍କୁ, ଯିଏକି ବହୁତ ସୁନ୍ଦର ଭାବରେ ଆଜିକାର ଶୀର୍ଷକ ନୂଆପଡା ଜିଲ୍ଲାର ଅର୍ଥନୈତିକ ଗତିପଥ ଉପରେ ବହୁତ ସୁନ୍ଦର ବିବରଣୀ ପ୍ରଦାନ କରିଥିଲେ। କୃଷି ସ୍ଥାନାନ୍ତରଣ ବା ମାଇଗ୍ରେସନ, ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ କନେକ୍ଟିଭିଟି ଠାରୁ ଆରମ୍ଭ କରିକି ଗ୍ରାମ ପଞ୍ଚାୟତ ବ୍ଲକର ସମସ୍ୟା ଏବଂ ତାର ସମାଧାନ ଉପରେ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ତାପରେ ମୁଁ ଧନ୍ୟବାଦ ଅର୍ପଣ କରିବି ଆଜିକାର ସଭାପତି ମହୋଦୟ ଶ୍ରୀଯୁକ୍ତ ବିଦ୍ୟାଭୂଷଣ ବାରିକ ସାର୍ଙ୍କୁ, ଯିଏକି ବହୁତ ସୁନ୍ଦର ଭାବରେ ଆଜିକାର ସଭାଟିକୁ ଆଗେଇ ନେଇଥିଲେ। ତାପରେ ମୁଁ ଧନ୍ୟବାଦ ଅର୍ପଣ କରିବି ଆଜିକାର ସଂଯୋଜକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଶି ମହୋଦୟଙ୍କୁ। ତାପରେ ମୁଁ ଶେଷରେ ବିବରଣୀ ଦେଇଥିବା ଗୁପ୍ତେଶ୍ୱର ଭାଇ ଏବଂ ରବି ରଞ୍ଜନ ସାର୍ଙ୍କୁ ଧନ୍ୟବାଦ ଅର୍ପଣ କରିବି। ଶେଷରେ ସେମାନେ ବହୁତ ସୁନ୍ଦର ଭାବରେ ଆଜିକାର ସଭାର ପୂର୍ଣ୍ଣାହୁତି କହିଲେ ଚଳିବ, ପୂର୍ଣ୍ଣାହୁତି ଦେଇଥିଲେ। ତାପରେ ମୁଁ ଧନ୍ୟବାଦ ଅର୍ପଣ କରିବି ଆଜିକାର ଏହି ସଭାରେ ଉପସ୍ଥିତ ସମସ୍ତ ଗୁରୁଜନ ବୃନ୍ଦଙ୍କୁ, ଯୋଉମାନେ ସଭାର ପ୍ରଥମରୁ ଆରମ୍ଭ କରିକି ଶେଷ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ଶୁଣିକି ଆଜିକାର ଏହି ସଭାଟିକୁ ଫଳପ୍ରଦ କରିଛନ୍ତି। ଧନ୍ୟବାଦ ସମସ୍ତଙ୍କୁ, ମୋର ଧନ୍ୟବାଦ। ଶାନ୍ତି ମନ୍ତ୍ର। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ओम शांति शांति शांति। ସମସ୍ତଙ୍କୁ ନମସ୍କାର। ଆନୁଷ୍ଠାନିକ ଭାବରେ ଆମେ ଏହି କାର୍ଯ୍ୟକ୍ରମକୁ ଏଠାରେ ସମାପନ କରୁଛୁ। ସମସ୍ତଙ୍କୁ ଶୁଭରାତ୍ରି ଏବଂ ଶୁଭ ବିଦାୟ।